ଆଜି ଆମର ପିଠଉ ଦେଇକିନା ପଣସ ବରା ହେବ। ସେଥିପାଇଁ ମୋ ମା ପଣସକୁ କାଟି ଦେଉଛି ଛୋଟ ଛୋଟ ପିସ୍ କରିକି। ଏବେ ପଣସକୁ ଧୋଇକି ପ୍ରେସରରେ ଦେଇଦେଉଛି ସିଟି ମାରିବା ପାଇଁ। ସେଥିରେ ଏବେ ହଳଦୀ ଗୁଣ୍ଡ ଆଉ ଲୁଣ ପକେଇ ଦେଉଛି। ଏବେ ଗ୍ୟାସ୍ ବସେଇ ପ୍ରେସର ବସେଇଦେବା। ଏବେ ପିଠଉ ମଧ୍ୟ ବତରା ହେଇଛି। ଏବେ ଗ୍ରାଇଣ୍ଡରରେ ଚାଉଳକୁ ଦେଇଦେବା ବାଟିବା ପାଇଁ। ତ ଏବେ ଗ୍ରାଇଣ୍ଡିଙ୍ଗ କରାହେଉଛି, ଚାଉଳ ବଟା ହେଉଛି। ତ ଏବେ ଆମର ଚାଉଳ ବଟା ସରିଛି। ଏବେ ପଣସ ମଧ୍ୟ ପରଫେକ୍ଟ ସିଝି ସାରିଛି। ତ ଚାଲନ୍ତୁ ପିଠଉରେ ଏବେ ଲଙ୍କାଗୁଣ୍ଡ ଆଉ ହଳଦୀ ଗୁଣ୍ଡ ଆଉ ଲୁଣ ଦେଇ ଏବେ ପିଠଉକୁ ଭଲ ଭାବେ ଗୋଳେଇ ଦେବା। ପିଠଉକୁ ଭଲ ଭାବରେ ଗୋଳେଇ ଦେଇ ଏବେ ତାୱା ବସେଇ ଦେବା। ତାୱା ତାତିଲେ ଏବେ ସେଥିରେ ତେଲ ପକେଇ ଦେବା। ତେଲ ଆମର ତାତି ସାରିଲା ପରେ ଏବେ ପିଠଉରେ ପଣସକୁ ଗୋଳେଇ ଏବେ ଛୋଟ ଛୋଟ ବରା କରି ତାୱାରେ ପକେଇ ଦେବା। ଏବେ ତାୱାରେ ପିଠଉ ବରା ଏବେ ତାୱାରେ ପକେଇ ଦିଆହେଇଛି। ଏବେ ବରା ଆମ ପରଫେକ୍ଟ ହେଇସାରିଛି। ତ ଏବେ ତାକୁ ଓଲଟେଇ ଦେବା। ତ ଏବେ ଆମର ପିଠଉ ବରା ରେଡ଼ି ହେଇସାରିଛି। ଚାଲନ୍ତୁ ଟେଷ୍ଟ କରିବା। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମା ଭୁଲିବନି।